କଟକ ବାଲିଯାତ୍ରାରେ କେଉଁଭଳି ଭାବରେ ହଜିଯାଇଥିବା ବିଲୁପ୍ତ ହୋଇଥିବା ବାଉଁଶ ରାଣୀ ଖେଳ ଚାଲିଛି ସମ୍ପୂର୍ଣ୍ଣ ଭାବରେ ଲୋକମାନେ ଏନ୍ଜୟ କରୁଛନ୍ତି। ଆମେ ବି ପହଞ୍ଚିଥିଲୁ ସେଇ ବାଉଁଶ ରାଣୀ ଖେଳରେ, ବହୁତ ବଢ଼ିଆ ଲାଗିଥିଲା, ମଜା ଲାଗିଥିଲା। ଆଗକୁ ଆଗକୁ ବଢ଼ିଥିଲୁ ଏବଂ ପହଞ୍ଚି ଯାଇଥିଲୁ। ଦୋଳି ଏଭଳି ଏକ ଦୋଳି କାଲି ତ ଗୋଟେ ଅଘଟଣ ଘଟିଥିଲା, ଆପଣମାନେ ଜାଣିଥିଲେ। ସମ୍ପୂର୍ଣ୍ଣ ଭାବରେ ଦୋଳିଟି ଅଟକି ଯାଇଲା 50-60 ଫୁଟ ଉପରେ। ତା ପୂର୍ବରୁ ଦେଖନ୍ତୁ ଦୋଳିଟି ସମ୍ପୂର୍ଣ୍ଣ ଭାବରେ କେଉଁଭଳି ଭାବରେ ଖୁସିରେ ସହିତ ପିଲାମାନେ ଖେଳୁଥିଲେ। ଆମେ ଯାଇ ସେଠି ପହଞ୍ଚିଥିଲୁ, ବହୁତ ମଜାମସ୍ତି ମଧ୍ୟ କରିଥିଲୁ। ତା ପରେ ଦୋଳି ଖେଳ ପରେ ଆମେ ଚାଲିଥିଲୁ ଆଗକୁ ଆଗକୁ। ଦୋଳି ଖେଳ ଜମା ମନ ଯାଉନଥିଲା, ସେଠୁ ମନ ହଟୁନଥିଲା ଦୋଳି ଖେଳ ପାଖରୁ। ବହୁତ ସମୟ ଦୋଳି ଖେଳ ଦେଖିଲା ପରେ ଆମେ ଆଗକୁ ଯିବାକୁ ଚେଷ୍ଟା କରିଥିଲୁ। ସାଙ୍ଗମାନେ ନ ଯିବାକୁ ମଧ୍ୟ ମନା କରୁଥିଲେ, ତଥାପି ଇଚ୍ଛା ହେଉନଥିଲେ ମଧ୍ୟ ସେଠୁ ଯିବାକୁ ପଡ଼ିଥିଲା। ଆଗକୁ ଯାଇଥିଲୁ, ଦେଖନ୍ତୁ ଲାଇଟ୍ ଶୋ ଚାଲିଥିଲା ସେଠି କେଉଁଭଳି ଭାବରେ କଟକରେ ଲାଇଟ୍ ଶୋ ଚାଲିଥିଲା। ସମ୍ପୂର୍ଣ୍ଣ ଭାବରେ ଏଠି ହଜି ଯାଇଥିଲେ ଲୋକମାନେ, ପୁରା ଭିଜି ଯାଇଥିଲେ। କାହିଁକିନା ଏଭଳି ରଙ୍ଗୀନ ଲାଇଟ୍ ଫାର୍ଷ୍ଟ ଟାଇମ୍ ପାଇଁ କଟକ ବାଲିଯାତ୍ରାରେ ଏଭଳି ଏ ଧରଣ ଲାଇଟ୍ କେବେ ବି ଶୋ ହୋଇନଥିଲା। ଲାଇଟ୍ ଶୋ ହେଇଥିଲା, ଅଦ୍ଭୁତ ଦୁନିଆ ଭଳି ଲାଗୁଥିଲା। ଆଉ ସେଠି ଦେଖିଲା ପରେ ବହୁତ ମଜାମସ୍ତି ଲାଗିଥିଲା। ବହୁତ ସମୟ ସେଠି ରହିଥିଲୁ, କାହିଁକିନା ଏଠି ଏଭଳି ଆଟ୍ରାକ୍ସନ୍ ଲାଗିଥିଲା ଯେ ଆଖି ମଧ୍ୟ ଟିକେ ଗୋଟେ ମିନିଟ୍ ବି ବୁଝି ହେଉନଥିଲା। କାହିଁକିନା ବହୁତ ସୁନ୍ଦର ଭାବରେ ଲାଇଟ୍ର ପ୍ରଦର୍ଶନ ଜାରି ରହିଥିଲା ବାଲିଯାତ୍ରା ପଡ଼ିଆରେ। କାହିଁକିନା ବାଲିଯାତ୍ରା ସରିବ ବୋଲି ଯାହା ଘୋଷଣା ହେଇଥିଲା, କିନ୍ତୁ ଆଉ ଗୋଟେ ଦିନ ବଢ଼ିଥିଲା। ମୋହନ ସରକାର ଗୋଟେ ଦିନ ବଢ଼େଇଥିଲେ ଯାହା ଶୁଣିବାକୁ ମିଳିଥିଲା। ତାପରେ ଆଉ ଟିକେ ଆଗକୁ ଗଲା ଦେଖିଲେ ଇଏ ଗୋଟେ ଅଦ୍ଭୁତ ଦୁନିଆ ଲାଗୁଥିଲା, ଯେଉଁଠିକି ସମ୍ପୂର୍ଣ୍ଣ ଲାଇଟ୍ ଶୋରେ ବାଲିଯାତ୍ରା, କଟକର ବାଲିଯାତ୍ରାର ଐତିହ୍ୟ ପରମ୍ପରାକୁ ସମ୍ପୂର୍ଣ୍ଣ ଭାବରେ ନିଦର୍ଶନ କରିଥିଲା ଏହି ଶୋକୁ ମଧ୍ୟ ଦେଖନ୍ତୁ କେଉଁଭଳି ଭାବରେ ଅନେକ ଲୋକ ଦେଖୁଥିଲେ ଏବଂ ସତରେ ଭିନ୍ନ ଏକ ଦୁନିଆରେ ରହିଲା ଭଳି ଲାଗୁଥିଲା। ଶେଷରେ ପୁଣି ଯାଇଥିଲୁ ବାଣ କଣ୍ଟେଷ୍ଟ, ବାଣ ଯେଉଁଠି ଫୁଟୁଥିଲା ଏବଂ ରଙ୍ଗୀନ ବାଣ ସେହି ଦୁନିଆକୁ ଯାଇଥିଲୁ ଏବଂ ସେଠି ମଧ୍ୟ ବାରମ୍ବାର ରହିକି ଦେଖିବାକୁ ଇଚ୍ଛା ହେଉଥିଲା, ତେଣୁ ଆସିବାକୁ ଇଚ୍ଛା ହେଉନଥିଲା। ଏବଂ ଦେଖୁଥିଲୁ ଶେଷ ପର୍ଯ୍ୟନ୍ତ ଆମେ ସେଇ ବାଣ ଶୋ ଦେଖିଲୁ ଏବଂ ବାଣ ଶୋ ଯେତେବେଳେ ସରିଥିଲା ସେତେବେଳେ ହିଁ ଆମ ଘରକୁ ଫେରିବାକୁ ଇଚ୍ଛା କରିଥିଲୁ ଏବଂ ସାରିଲୁ ଏବଂ ଘରକୁ ଆସିଲୁ। ଜୟ କଳା, ଜୟ ଜଗନ୍ନାଥ।